ବର୍ଷା ପାଗରେ ଘରେ ତିଆରି କରନ୍ତୁ ବନ୍ଧାକୋବି ପରଟା। ବନ୍ଧାକୋବି ପରଟାକୁ ଦହି କିମ୍ବା ଚଟଣି କିମ୍ବା ଆଚାର ସହ ଖାଇପାରିବେ। ଆଜ୍ଞା ହଁ, ଆମେ ଭାରତୀୟ, ସବୁଠୁ ଆଗରେ ଆମ ଖାଦ୍ୟ ଥାଏ। ଆମେ ଖାଇଥାଉ ଯେମିତି, ଖୁଆଇଥାଉ ମଧ୍ୟ ସେମିତି। ସବୁଠୁ ନିଆରା ଆମ ଖାଦ୍ୟର ସ୍ୱାଦ ଏବଂ ପ୍ରସ୍ତୁତିର ପ୍ରଣାଳୀ। ଯଦି ଖାଦ୍ୟପ୍ରିୟ ଲୋକଙ୍କ କଥା କହିବା, ଭାରତ ବର୍ଷରେ ଓଡ଼ିଶା ଓ ପଶ୍ଚିମବଙ୍ଗ ମାନେ କାଲକାଟା ହେଉଛି ସବୁଠୁ ସୁସ୍ୱାଦୁ ବ୍ୟଞ୍ଜନ ମିଳୁଥିବାର ରାଜ୍ୟ ଏବଂ ଏଠାରେ ସବୁଠାରୁ ଅଧିକ ଖାଦ୍ୟପ୍ରିୟ ଲୋକମାନେ ବସବାସ କରିଥାନ୍ତି। ଓଡ଼ିଶାର ଦହିବରାଠୁ ଆରମ୍ଭ କରି ଚାଟ୍ ଗୁପଚୁପ୍ ପର୍ଯ୍ୟନ୍ତ ସବୁଥିରେ ଭିନ୍ନ ସ୍ୱାଦ ଏବଂ ପ୍ରସ୍ତୁତି ପ୍ରଣାଳୀ ମଧ୍ୟ ଭିନ୍ନ। ସବୁଠୁ ଉର୍ଦ୍ଧ୍ୱରେ ହେଉଛି ଆମ ମହାପ୍ରଭୁଙ୍କର ମହାପ୍ରସାଦ। ଏବେ ଚାଲିଛି ବର୍ଷା ଦିନ। ବର୍ଷା ଦିନରେ ଗରମ ଗରମ ଜଳଖିଆର ମଜା କିଛି ଅଲଗା। ଆଜ୍ଞା ହଁ, ଆପଣମାନେ ତ ପରଟା ଖାଇଥିବେ, ଆଳୁ ପରଟା, ଘିଅ ପରଟା, ଆହୁରି ବିଭିନ୍ନ ପ୍ରକାରର ପରଟା, କିନ୍ତୁ କେବେ ବନ୍ଧାକୋବି ପରଟା ଖାଇଛନ୍ତି କି? ଏହି ବର୍ଷା ଦିନରେ ବନ୍ଧାକୋବି ପରଟା ସାଙ୍ଗକୁ ଦହି ଚଟଣି ପୁରା ଗଜବ ଲାଗିବ। ଆଜ୍ଞା ହଁ, ଏହି ବନ୍ଧାକୋବି ପରଟାକୁ ତିଆରି କରିବା ପାଇଁ ଆବଶ୍ୟକ ସାମଗ୍ରୀ ଗୁଡ଼ିକ ହେଉଛି ବନ୍ଧାକୋବି, ଅଦା ରସୁଣ, କଞ୍ଚା ଲଙ୍କା, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଓ ଅଟା ଓ ତେଲ। ଏହି କିଛି ସବୁ ଉପାଦାନକୁ ନେଇ ତିଆରି ହୁଏ ସ୍ୱାଦିଷ୍ଟ ବନ୍ଧାକୋବି ପରଟା। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ଉପରେ। ପ୍ରଥମେ ଏକ ପାତ୍ରରେ ବନ୍ଧାକୋବିକୁ କାଟି ରଖିବେ। ପରେ ଅଦା ରସୁଣ ଓ କଞ୍ଚା ଲଙ୍କାକୁ ଏକାଠି ବାଟି କିମ୍ବା କାଟି ଛୋଟ ଛୋଟ ପିସ୍ରେ ସେଥିରେ ଜିରା ଗୁଣ୍ଡ, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡକୁ ମିଶାଇ ଏହାକୁ ବନ୍ଧାକୋବି ସହ ଗୋଳାଇ ଦିଅନ୍ତୁ। ଏହାପରେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ବନ୍ଧାକୋବିକୁ ଭଲ ଭାବେ ଭାଜି ଦିଅନ୍ତୁ। ଏହା ଭାଜି ହୋଇଗଲା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପରେ ଅଟାକୁ ଏକ ପାତ୍ରରେ ଆଣି ତାକୁ ଭଲ ଭାବରେ ଚକଟନ୍ତୁ। ଅଟା ଚକଟି ସାରିବା ପରେ ନରମ ହେବା ପାଇଁ ଏହାକୁ ଏକ କପଡ଼ାରେ ଘୋଡ଼ାଇ କିଛି ସମୟ ରଖିଦିଅନ୍ତୁ। କିଛି ସମୟ ପରେ ଛୋଟ ଛୋଟ ଅଟା ଗୋଳା ତିଆରି କରି ପରେ ସେଥିରେ ଏହି ବନ୍ଧାକୋବି ପୁରକୁ ଦେଇ ବେଲନ୍ତୁ। ଏବେ ତାୱା ଗରମ କରି ପରଟା ସେକନ୍ତୁ। ପରଟାର ଦୁଇ ପଟ ଭଲ ଭାବେ ସେକି ହୋଇଯିବା ପରେ ଏହା ଉପରେ ତେଲ କିମ୍ବା ଘିଅ ଦେଇ ଆହୁରି ସେକନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ବନ୍ଧାକୋବି ପରଟା। ଏହାକୁ ଆପଣ ଲଞ୍ଚ, ଡିନର ଏବଂ ବ୍ରେକଫାଷ୍ଟରେ ସବୁ ସମୟରେ ଖାଇପାରିବେ। ଏହା ଦେହ ପ୍ରତି ହାନିକାରକ ହୋଇନଥିବା ବେଳେ ଏହା ସ୍ୱାଦିଷ୍ଟ ବ୍ୟଞ୍ଜନ ଅଟେ। ଏହି ଗରମାଗରମ ପରଟାକୁ ଦହି କିମ୍ବା ଚଟଣି କିମ୍ବା ଆଚାର ସହ ଖାଇଲେ ଏହାର ସ୍ୱାଦ ଚାରିଗୁଣା ବଢ଼ିଥାଏ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।